সবারূঢ়া মহাভীমা ঘোরদষ্টং সূন্মুখীং চতুর্ভুজা মুন্ডমালা বরা ভয়ঙ্করং শিবং মুন্ডমালা ধরা দেবী লূঢ়জিহ্বা দিগম্বরম এবং সঞ্চিতকারী শ্মশান রবাসিনং জগজ্জননী মা দক্ষিণকারী আদি দিনের ইষ্ট দেবতা শনিশ্চর দেবতা লক্ষ্মীনারায়ণ জগন্নাথ বলভদ্র সুভদ্রা ସୁଦର୍ଶନୀ ଚତୁର୍ଦ୍ଧାମୂର୍ତ୍ତି ଦେବତା ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। আজি ଫେବୃଆରୀ ମାସ 22 ତାରିଖ 2025 ମସିହା କୁମ୍ଭ 11 ଦିନ ଫାଲ୍ଗୁନ ମାସ କୃଷ୍ଣପକ୍ଷ ନବମୀଗତ ଦଶମୀ ଶନିବାର ନବମୀ ତିଥି ଅପରାହ୍ନ 1ଟା 50 ମିନିଟ୍ ପର୍ଯ୍ୟନ୍ତ ରହିବ 1 ଘଣ୍ଟା 50 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଦଶମୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଜ୍ୟେଷ୍ଠା ବିଛା ଜ୍ୟେଷ୍ଠା ନକ୍ଷତ୍ର ସନ୍ଧ୍ୟା 5ଟା 40 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର ବିଛା ରାଶିରେ ସନ୍ଧ୍ୟା 5ଟା 40 ମିନିଟ୍ ପର୍ଯ୍ୟନ୍ତ ରହିବେ। ଅପରାହ୍ନ 1ଟା 50 ମିନିଟ୍ ପର୍ଯ୍ୟନ୍ତ ନବମୀ ତିଥି ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ଲାଉ ଖାଇବା ମନା, ଖାଇଲେ ଗୋମାଂସ ସହ ସମାନ। ଏହାପରେ ଦଶମୀ ତିଥି ଯୋଗୁଁ କଳମ୍ବି ଶାଗ ଖାଇବା ମନା, ଖାଇଲେ ଗୋବଧ ସମ ପାପ। ଇଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅଷ୍ଟମ ଚନ୍ଦ୍ର ଶନିବାର ଏବଂ ବୁଧ କେତୁଙ୍କ ନକ୍ଷତ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦ ବିବାଦ ସ୍ୱାସ୍ଥ୍ୟ ଉଚ୍ଚସ୍ଥାନ ଆରୋହଣ ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି ମାନସିକ ଅସ୍ଥିରତା ପରିବାରର ମନମାଳିନ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରୁ ବିଚ୍ୟୁତ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ ଏବଂ ସମସ୍ତ କର୍ମ ବିବାଦୀୟ ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର କୃତ୍ତିକା ବୃଷ କୃତ୍ତିକା ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ମା ଚଣ୍ଡୀ। ବୃଷ ରାଶି ସପ୍ତମ ଚନ୍ଦ୍ର ଓ ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମୂଲ୍ୟବାନ ଧାତୁ ବସନ ଭୂଷଣ ଓ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ପୁତ୍ର କନ୍ୟା ଭାତୃ ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ପରିବାର ସହଯୋଗ ଦେବେ। ମୂଲ୍ୟବାନ ଧାତୁ ବସନ ଭୂଷଣ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 12, ଆରାଧନା ମା କମଳା। ମିଥୁନ ରାଶି ଷଷ୍ଠ ଚନ୍ଦ୍ର ଯୋଗୁଁ ଦଶ ସମ୍ମାନ ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ପରୋପକାର ସମାଜ ସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ରୋଗ ଋଣ ଦୁଃଖ ଶୋକ କ୍ଲେଶ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ଆଦ୍ରା ମିଥୁନ ସେମାନେ ଉପକୃତ ହେବେ।
शुभ रंग सबुज संख्या 8 आराधना माँ छिन्नमस्ता। कर्कट राशि पंचम चंद्र और कृष्ण पक्ष जो मानसमान हानि मानसिक दुश्चिंता परिवार में मनमालिन एवं इतर जन ठार अपमान पाइबे मन अस्थिर विषादग्रस्त चापग्रस्त एवं परिवार शांतिर वातावरण विद्या बुद्धि ज्ञान गारिमा प्रत्युत्पन्नमति दूरदृष्टि धीशक्ति स्मरण शक्ति प्रयोग में सफल हे संतान मान विशृंखलित हे एवं परिवार विवाद लगी वाणिज्य व्यवसाय परिवहन में मान्दावस्था लगी कर्म विफलता और सम्मान हानि घटव जो मानकर पुनर्वसु और पुष्या पुनर्वसु और अश्लेषा कर्कट से सतर्कता अवलंबन करेंगे। शुभ रंग सिल्वर संख्या 5 आराधना माँ सबलेश्वरी। सिंह राशि चतुर्थ चंद्र घाट 12 एवं घाट तिथि जो समस्त कर्म शुभफल मिले मन अस्थिर विषादग्रस्त चापग्रस्त एवं जिते शुभफल मिले मन आत्मसंतोष आत्मतृप्ति मिलना। गुरुजन कृपा क्षमताशाली व्यक्ति सहायता और राजनैतिक व्यक्ति शुभदृष्टि रे मन में उन्नत चिंताधारा उच्चाभिलाष प्रकाश पाइब और उन्नतिमूलक कर्म ध्यान अधिक धन संपद प्राचुर्य प्रतिपत्ति वृद्धि पाइब और हृत धन फेरी पाइबे। वाणिज्य व्यवसाय परिवहन में आय उत्तम हेब कर्म सफलता मिले घाट 12 घाट तिथि जो सहकर्मी विरोधर शिकार हे जो मानकर पूर्व फाल्गुनी सिंह से उपकृत हे। शुभ रंग गोलापी संख्या 6 आराधना माँ मातंगी। कन्या राशि तृतीय चंद्र और घाट 12 जो घाट 12 प्रभाव विशेष रहा। नूतन कर्मारंभ करें कि नूतन निजुक्तिर खबर मिल पारे मन में उत्साह उद्दीपना परिवार सुख शांति और सौजन परिजन सुसंपर्क और भाई भौन प्रति स्नेह श्रद्धा आंतरिकता अधिक सुखबर सुसंवाद मिल समस्त कर्म सुचिंतित पदक्षेप ने मन में उन्नत चिंताधारा उच्चाभिलाष प्रकाश पाइब इच्छा दृढ़ मनोबल प्रकाश पाइब। वाणिज्य व्यवसाय परिवहन में आय अति उत्तम हेब कर्म आशा ठार अधिक सफलता और सम्मान मिल जो मानकर हस्ता कन्या से उपकृत हे। शुभ रंग मेरून संख्या 4 आराधना माँ त्रिपुर सुंदरी। तुला राशि द्वितीय चंद्र जो धन क्षति मानसिक अस्थिरता परिवार मनमालिन एवं मूल्यवान पदार्थ नष्ट कि हजि जापे। वाणिज्य व्यवसाय परिवहन में क्षति देखा एवं आर्थिक ठकामी पड़ पारती अन्य ठार आनी धन फेरबार असमर्थ हे अन्य को देइथिबा धन पाइबारे विफल हे मन अस्थिर विषादग्रस्त चापग्रस्त और शारीरिक पीड़ा भोगे कर्म विफलता कर्म प्रति अनाग्रह भाव प्रकाश पाइब जो मानकर विशाखा तुला से सतर्कता अवलंबन करेंगे। शुभ रंग नील संख्या 4 आराधना माँ कमला। बिच्छा राशि श्रीचंद्र जो स्वजन सुसंपर्क परिवार सुख शांति एवं सहकर्मी सहयोगर साहाय्य सहयोग प्राप्त करेंगे मन में प्रसन्नता चालीचरण संयमता एवं समस्त कर्म स्वच्छता और समयानुवर्तिता अपनाइबे। आमोद प्रमोद मौज मजलिस अधिक आग्रह एवं परिवार में सुख शांतिर परिवेश वाणिज्य व्यवसाय परिवहन में आय जहाँ मन में आत्मसंतोष आत्मतृप्ति कर्म स्वल्प परिश्रम अधिक सफलता और सम्मान मिल जो मानकर अनुराधाभिच्छा से उपकृत हे। शुभ रंग गोलापी संख्या 11 आराधना माँ चंडी। धनु राशि द्वादश चंद्र जो अजथा खर्च बद खर्च परिवार खर्च बार बहुत कम अपव्यय अपवाद अपदश सामयिक मुक्ति मिल एवं ठीक समय ठीक निष्पत्ति ने समर्थ हे। नूतन कर्मारंभ व्यवसाय आरंभ एवं विदेश यात्रार सुजोग जुटिब धनर सत् विनियोग करेंगे एवं उन्नतिमूलक कर्म धन और ध्यान उभय विनियोग करेंगे। वाणिज्य व्यवसाय परिवहन में आय उत्तम हेब कर्म सफलता और समस्त अटकी काम को
ସଫଳତାର ସହ ସମ୍ପାଦନ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ମା ଧୂମାବତୀ। ମକର ରାଶି, ଏକାଦଶ ଚନ୍ଦ୍ର ଶନିବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ କର୍ମରେ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ। ମୂଲ୍ୟବାନ ଧାତୁ, ଭୂମି, ଯାନ, ବାହନ, ଭୂଷଣ କ୍ରୟ କରିବେ। ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରେ ଧନ ପ୍ରାପ୍ତି ଏବଂ ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ଆଶା ଠାରୁ ଅଧିକ ସଫଳତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିବ। ଯେଉଁମାନଙ୍କର ଶ୍ରବଣ ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଳା, ସଂଖ୍ୟା 6, ଆରାଧନା ମା କାଳୀ। କୁମ୍ଭ ରାଶି, ଦଶମ ଚନ୍ଦ୍ର ଶନିବାର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନା ଦ୍ରୁତ ହେବ। ମନରେ ସତ୍ଚିନ୍ତା, ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 3, ଆରାଧନା ମା ଭୈରବୀ। ଶେଷ ରାଶି ମୀନ ରାଶି। ମୀନ ରାଶି, ନବମ ଚନ୍ଦ୍ର ଶନିବାର ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଏବଂ କୃଷ୍ଣପକ୍ଷ ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ଇଏ ଥିଲା ଆଜିର 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ଓଙ୍ଗଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପୃତୟେ ଶନିଶ୍ଚର ଦେବତା ମନ୍ତ୍ର 108 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଋଷ୍ୟାଦିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ଓଂ ଐଂ ହିଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ରକୁ ସକାଳ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।